ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁଗୁଡିପାଲିଠାରେ ଜାତୀୟ ବିଜ୍ଞାନ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲାଲଚନ୍ଦ ରଣା ସଭାପତିତ୍ୱ କରିଥିବା ବେଳେ ଅଷ୍ଟମ ଶ୍ରେଣୀର ଛାତ୍ର ରାଜା କନ୍ଦେଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଦୋଲଗୋବିନ୍ଦ ପଣ୍ଡା ଆଜି ଦିନର ଅଭିମୁଖ୍ୟ ତଥା ବିଜ୍ଞାନ ସଚେତନତା ଓ ମିଜାଜ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି ବିଷୟରେ ଶିକ୍ଷା ଗ୍ରହଣ ପ୍ରତି ଉତ୍ସାହିତ କରିବା ଓ ଭାରତୀୟ ବିଜ୍ଞାନୀମାନଙ୍କ ଅବଦାନକୁ ସମ୍ମାନ ଜଣାଇବା ଆଦି ଦିଗ ଉପରେ ଆଲୋଚନା କରିଥିଲେ। ଶିକ୍ଷକ ମୁକେଶ ପ୍ରଧାନ ଭାରତରେ ପ୍ରତିବର୍ଷ ଫେବୃଆରୀ 28 ତାରିଖ ଜାତୀୟ ବିଜ୍ଞାନ ଦିବସ ପାଳିତ ହୁଏ। ଏହି ଦିନଟି ଭାରତୀୟ ବିଜ୍ଞାନୀ ଡି.ସି.ଭି. ରମଣଙ୍କ ପ୍ରଭାବ ଆବିଷ୍କାର ପାଇଁ ପାଳିତ ହୁଏ ବୋଲି ପ୍ରକାଶ କରିଥିଲେ। ସଭା ଶେଷରେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଇପ୍ସା ରଣା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଜାତୀୟ ବିଜ୍ଞାନ ଦିବସରେ ମହାବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଏକ ବିଜ୍ଞାନ ଉପକରଣ ପ୍ରଦର୍ଶନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ପ୍ରାୟ 60 ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ବିଦ୍ୟାଳୟ କମିଟିର ସଭାପତି ଶ୍ରୀଯୁକ୍ତ ସଞ୍ଜୟ ବାଗ ଉଦ୍ଘାଟନ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ବୀରେନ୍ଦ୍ର ପରିହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଗ୍ରାମର ଅନେକ ବ୍ୟକ୍ତି ବିଜ୍ଞାନ ଉପକରଣ ମେଳାକୁ ଦେଖିବାର ସୁଯୋଗ ପାଇ ଆନନ୍ଦ ଅନୁଭବ କରିବା ସଙ୍ଗେ ସଙ୍ଗେ ଉଚ୍ଚ ପ୍ରଶଂସା କରିଥିଲେ।